প্রিয় পুଅକୁ ହରାଇ ଶୋକାକୁଳ ଗଣ୍ଡକିପୁର କ୍ୟାଣ୍ଡେଲ ଶୋଭାଯାତ୍ରାରେ ଶ୍ରଦ୍ଧାଞ୍ଜଳି। କୁଜଙ୍ଗ ବ୍ଲକ ଗଣ୍ଡକିପୁର ଗ୍ରାମରେ ସ୍ୱର୍ଗତ ବିଶ୍ୱମ୍ଭର ପରିଡ଼ାଙ୍କ ଏକାଦଶ ଦିନ ଅବସରରେ ଗ୍ରାମବାସୀ ଏବଂ କ୍ଲବର ଶତାଧିକ ଯୁବକଙ୍କ ଅଂଶଗ୍ରହଣରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଗ୍ରାମ ପରିଭ୍ରମଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ଗଣ୍ଡକିପୁର ଗ୍ରାମର 100ରୁ ଉର୍ଦ୍ଧ୍ୱ ଯୁବକ ଯୋଗଦେଇ ସ୍ୱର୍ଗତ ବିଶ୍ୱମ୍ଭର ପରିଡ଼ାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ। ସ୍ୱର୍ଗତ ବିଶ୍ୱମ୍ଭର ପରିଡ଼ା ସଦା ଗ୍ରାମର ବିଭିନ୍ନ ସାମୂହିକ କାର୍ଯ୍ୟରେ ଆଗୁଆ ଭାବେ ଅଂଶଗ୍ରହଣ କରୁଥିଲେ। କ୍ଲବର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କର ଅତୁଳନୀୟ ଅବଦାନ ଥିଲା। ତାଙ୍କ ଅକାଳ ବିୟୋଗରେ ପୁରା ଗଣ୍ଡକିପୁର ଗ୍ରାମ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଦଶାହ ଅବସରରେ କ୍ଲବର ଶତାଧିକ ଯୁବକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ବିଶ୍ୱମ୍ଭର ପରିଡ଼ା ଅମର ରହେ ଧ୍ୱନି ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ସମୟରେ ମା ରାମଚଣ୍ଡୀ ୟୁଥ କ୍ଲବର ସମସ୍ତ ଯୁବକମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ସ୍ୱର୍ଗତ ବିଶ୍ୱମ୍ଭର ପରିଡ଼ାଙ୍କ ପାର୍ଥିବ ଶରୀରକୁ ନିଜ ଗ୍ରାମ ଶ୍ମଶାନରେ ଦାହ ସଂସ୍କାର କରାଇବାରୁ ଆରମ୍ଭ କରି ଏକାଦଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ କ୍ଲବର ଯୁବକମାନେ ସାହାଯ୍ୟ ଓ ସହଯୋଗ କରିଥିବାରୁ ଗ୍ରାମବାସୀମାନେ କ୍ଲବର ଯୁବକମାନଙ୍କୁ ପ୍ରଶଂସା କରିଥିଲେ। ଗୁଣ୍ଡିଚା ପରିଡ଼ା ବାସିନ୍ଦା ହେଉଛି ଗଣ୍ଡିପୁର ପଞ୍ଚାୟତ ଏମଆରଏସ୍ କ୍ଲବର ଉପଦେଷ୍ଟା ଯେଉଁ ବିଶ୍ୱନାଥ ପରିଡ଼ା ତାଙ୍କର ଦେହାନ୍ତ ଆମ କ୍ଲବ ପାଇଁ ଏତେ କ୍ଷତି ହେଇଛି ବିଶ୍ୱାସ କରିବା ବହୁତ କଷ୍ଟକର କଥା। ସେ ଯେତେବେଳେ ଯେଉଁ ଜାଗାରେ ଆମର ପୂଜା ହଉ କିମ୍ବା ଗୋଟେ ସ୍ୱେଚ୍ଛାସେବୀ ହିସାବରେ ଆମର ଗଛ ଲଗାଯିବ କିମ୍ବା ଗୋଟେ ଖେଳକୁଦ ହବ ସେ ଆଗ ଧାଡ଼ିରେ ହିଁ ସେ ଆସିଥାଏ। ଦୀର୍ଘ 5 ବର୍ଷ ତଳେ ମୋର ଗୋଟେ ଛୋଟ ପୁଅ କହିଲେ ହବନି ସାନ ଭାଇଟିଏ ସେ ପପି ମାଝି ସେ ପିଲାଟି ବି ଚାଲିଗଲା ଆମ କ୍ଲବର ପାଇଁ ଏତେ କ୍ଷତି ହେଇଛି ଯେ ତା 5 ବର୍ଷ ପରେ ଆଉ ଜଣେ ହିଁ ପଳେଇଗଲେ। ମୁଁ ଭଗବାନ ଡାକୁଛି ତାଙ୍କର ଆତ୍ମା ଯେମିତି ଭଗବାନ ପାଖରେ ସଦ୍ବୁଦ୍ଧି ରହୁ, ତାଙ୍କ ପରିବାର ସୁଖ ଶାନ୍ତିରେ ରହୁ, ତାଙ୍କ ପିଲା ଛୁଆ ଯେମିତି ଭଗବାନ ଜଗନ୍ନାଥ ଠାକୁର ତାଙ୍କ ଆତ୍ମାକୁ ଶାନ୍ତି ରଖନ୍ତୁ, ତାଙ୍କ ପରିବାର ଖୁସିରେ ରହନ୍ତୁ। ଆମ ଗଣ୍ଡିପୁର ପଞ୍ଚାୟତର ହିମାଂଶୁ ଦଳାଇ ଆଜି ଆମର ଯେଉଁ କ୍ୟାଣ୍ଡେଲ ଶୋଭାଯାତ୍ରା ଆମର ଗଣ୍ଡିପୁର ପଞ୍ଚାୟତର ବା ତରପଡ଼ାରେ ଆମେ ଯେଉଁ ସାଙ୍ଗସାଥି ଛୋଟ ବଡ଼ ଭାଇମାନେ ଯେଉଁ କ୍ୟାଣ୍ଡେଲ ଶୋଭାଯାତ୍ରା ଆମେ ଜାରି ରଖିଛୁ ଆମ ପଞ୍ଚାୟତର ଯେ ତରପଡ଼ାର ଜଣେ ବିଶ୍ୱମ୍ଭର ପରିଡ଼ା ଯାହାକୁ ଆମେ ଶ୍ରଦ୍ଧାରେ ବିଷଣ ବୋଲି ଡାକୁ ତାଙ୍କର କିଛି ଦିନ ତଳେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ତେଣୁ ତାଙ୍କରି ଉଦ୍ଦେଶ୍ୟରେ ଆଜି ଆମେ କ୍ୟାଣ୍ଡେଲ ଶୋଭାଯାତ୍ରା ଗଣ୍ଡିପୁର ପଞ୍ଚାୟତରେ କରିଛୁ ରଘୁନାଥ ମନ୍ଦିର ପାଖରେ। ତାଙ୍କର ଆତ୍ମାକୁ କେମିତି ଶାନ୍ତି ମିଳୁ, ତାଙ୍କ ଆତ୍ମା ଭଗବାନ ପାଖରେ ଶାନ୍ତିରେ ଥାଉ, ତାଙ୍କ ପରିବାର କେମିତି ଖୁସିର ସହିତ ଶାନ୍ତିର ସହିତ ତାଙ୍କ ପରିବାର ଜୀବନ ଜୀବିକା ତାଙ୍କର ବଞ୍ଚି ରହୁ ଆମେ ସେଥିପ୍ରତି ସେଥିପାଇଁ ଆଜି ଆମେ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲୁ। ବିଷମ ପରିଡ଼ା ଯାଇକି ସେ ଆମର ଯେକୌଣସି ଖେଳ ବା ନାଚକୁଦ ଯେକୌଣସି କ୍ଲବ ହଉ ଯେକୌଣସି ପୂଜା ହଉ ପିଲାଙ୍କ ସହିତ ସେ ଖୁସିରେ ଖେଳକୁଦ କରେ। ଆଉ ଯେକୌଣସି କ୍ଲବ ହଉ ଯେକୌଣସି ବା ସଂଗଠନ ହଉ ସେ ତାদের ସାମିଲ ରହେ, ଆମକୁ ସହଯୋଗ ସେ ପିଲାଟି କରେ। ଭଲ ପିଲାଟି ଆମ ଗାଁ ପଞ୍ଚାୟତରେ ସେଥିପାଇଁ ଆମେ ତାଙ୍କ ପାଇଁ ଆଜି କ୍ୟାଣ୍ଡେଲ ଶୋଭାଯାତ୍ରା 100 ପିଲା ଆଜି ଶୋଭାଯାତ୍ରା କରୁଛୁ। ନିଶ୍ଚିତ ମୁଁ କହିବି ସେ ଯୁବକର ତାଙ୍କ ପରିବାର ଯେହେତୁ ତାର 2ଟି ଛୋଟ ଛୋଟ ଝିଅ ଅଛନ୍ତି ଆଉ ସେ ଝିଅର ମା ଅଛି ଆଉ ଯେହେତୁ ଏତେ କମ ବୟସର ପିଲାଟି ଆଜି ତାର ଦେହାନ୍ତ ଘଟିଗଲା, ଅକାଳ ବିୟୋଗ ହେଇଗଲା, ସେଥିପାଇଁ ଆମେ ସମସ୍ତେ ତାଙ୍କ ପାଇଁ ମର୍ମାହତ ବା ଦୁଃଖିତ। ସେ ପିଲାଟା ଏତେ ଉଦ୍ୟୋଗୀ ପିଲା ମାନେ ଦେଖୁ ଦେଖୁ ଯୋଉ ଭାଇଚାରା ହଉ କି ଯାହା ଅନୁଷ୍ଠାନ ହଉ ସେ ସବୁଥିରେ ଆଗ ଧାଡ଼ିଆ ଥିଲା। ସେ ପିଲାଟି ଆଜି ଆମ ପାଖରୁ ଚାଲି ଯାଇଛି। ଚାଲି ଯିବା ଭିତରେ ଆମର କିଛି ଆଉ ଆମକୁ ବାଟ କିଛି ଦେଖା ହଉନି। ସେ ପିଲାଟିର ସେଇ ମଙ୍ଗଳ ହଉ, ସେ କିନ୍ତୁ ଜନ୍ମ ପାଉ ପ୍ରଭୁ ମତରେ ଏତିକି କହିକି ମୁଁ ଇଏ କରୁଛି, ଆଉ କିଛି ମୋର କହିବାର ବାଟ ନାହିଁ। ପିଲାଟି କଣ ଗାଁରେ କଣ ଏମିତି କରେଛି ସେ ପିଲାଟି ପ୍ରତି ବହୁତ ମାନେ ସେ ପିଲାଟା ସେଇଭଳି ଥିଲା। ଦୁଃଖ ସୁଖ ଯୋଉଠି ଆଗଭର ହେଇକିରି ସବୁ ଜାଗାରେ ସେ ପିଲାଟି ଯାଉଥିଲା। ଆମେ କହିବୁ କଣ, ସେ ଆର ପାରିକି ଚାଲିଗଲା, ଆମର କିଛି କହିବା ନାହିଁ। ପ୍ରଭୁ କେମିତି ତାର ମଙ୍ଗଳ କରନ୍ତୁ ପ୍ରଭୁ, ମୋର ଆଉ କିଛି କହିବାର ନାହିଁ। ଲୋହିତ ମାଝି ଗଣ୍ଡିପୁର ଏ ପିଲାଙ୍କ ସାଙ୍ଗରେ ବି ଆଜି ମୋର 69 ବର୍ଷ ହେଲେ ମଧ୍ୟ ମୁଁ ତାଙ୍କ ସହିତ ସବୁବେଳେ ଜଡ଼ିତ। କିନ୍ତୁ ଆଜି ବିଶ୍ୱମ୍ଭର ଆମ ହାତ ତଳେ ଚାଲିଯାଇଛି, ସମସ୍ତ ଆଖିରେ ବି ଲୁହ ଆଜି ପର୍ଯ୍ୟନ୍ତ ଶୁଖୁନି। ସେ ବାବଦରେ ସିଏ ଆମର ଏଭଳି ପିଲା ଯେତେବେଳେ ଯୋଉ ମୁହୂର୍ତ୍ତରେ ଡାକିଦେଉ ଯୋଉ କାମରେ ସେ ଆସି ଆଗଭର ହେଇକି ସବୁ ପିଲାକୁ ନିଜେ ଯୋଗାଯୋଗ କରି ସବୁ କାମକୁ ଆଗେଇ ନିଏ। ଆମେ ବଡ଼ ଦୁଃଖିତ। ବର୍ତ୍ତମାନ ତାଙ୍କ ପରିବାର ସମସ୍ତେ ବି ମନ ଭିତରେ ଦୁଃଖିତ ଅଛନ୍ତି। ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛୁ ତାର ଆତ୍ମା ସଦ୍ଗତି ହଉ, ତାଙ୍କର ପରିବାର ସମସ୍ତେ ଭଲରେ ରହନ୍ତୁ। ମୁଁ ରଘୁନାଥ କତିରେ ଏତିକି କହି ଅତ୍ୟଶେଷ। ବ୍ୟୁରୋ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ, ଓଡ଼ିଶା।